ଜୟ ଜଗନ୍ନାଥ। ଶ୍ରୀମଦ୍ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ ଅର୍ଥାତ୍ ସାଂଖ୍ୟ ଯୋଗର 34, 35 ଏବଂ 36ତମ ଶ୍ଲୋକ ସମ୍ପୂର୍ଣ୍ଣ ଅର୍ଥ ସହ ଧର୍ମମୟ ଯୁଦ୍ଧ କରିବାର ଲାଭ ଦର୍ଶାଇବା ପରେ ବର୍ତ୍ତମାନ ସେହି ଯୁଦ୍ଧ ନ କଲେ କି କ୍ଷତି ହେବ ସେହି ବିଷୟରେ କହି ଭଗବାନ ଅର୍ଜୁନଙ୍କୁ ଯୁଦ୍ଧ କରିବା ପାଇଁ ଉତ୍ସାହିତ କରୁଛନ୍ତି। ମନ୍ତ୍ର ଅକୀର୍ତ୍ତିଂ ଚାପି ଭୂତାନି କଥୟିଷ୍ୟନ୍ତି તે ବ୍ୟୟାମ୍ ସମ୍ଭାବିତସ୍ୟ ଚାକୀର୍ତ୍ତିର୍ମରଣାଦତିରିଚ୍ୟତେ। ଅର୍ଥାତ୍ ତଥା ସମସ୍ତେ ଦୀର୍ଘକାଳ ସ୍ଥାୟୀ ତୁମର ଅପକୀର୍ତ୍ତି ବି ଆଲୋଚନା କରିବେ ଏବଂ ସମ୍ମାନନୀୟ ପୁରୁଷମାନଙ୍କ ନିମନ୍ତେ ଅପକୀର୍ତ୍ତି ହେଉଛି ମରଣରୁ ବଳି ଦୁଃଖଦାୟକ। ପ୍ରଶ୍ନ ଏଠାରେ ଅପିପଦ ପ୍ରୟୋଗ କରି ସମସ୍ତେ ଦୀର୍ଘକାଳ ଧରି ତୁମର ଅପକୀର୍ତ୍ତି ଆଲୋଚନା କରିବେ ବୋଲି କହିବାର ଅଭିପ୍ରାୟ କ'ଣ? ଉତ୍ତର ଅପିପଦ ପ୍ରୟୋଗ କରି ଏହି ବାକ୍ୟରେ ଭଗବାନ ଦେଖାଇଛନ୍ତି କେବଳ ଯେ ସ୍ୱଧର୍ମ ଓ କୀର୍ତ୍ତି ନାଶ ହେବ ଏବଂ ପାପ ଲାଗିବ ସେତିକି ନୁହେଁ, ତା ସଙ୍ଗେ ସଙ୍ଗେ ଦେବତା, ଋଷି ଓ ମନୁଷ୍ୟ ଆଦି ସମସ୍ତେ ତୁମର ବହୁ ନିନ୍ଦା ବି କରିବେ ଏବଂ ସେହି ଅପକୀର୍ତ୍ତି ସ୍ୱଳ୍ପକାଳ ସ୍ଥାୟୀ ନ ହୋଇ ଅନନ୍ତ କାଳ ପର୍ଯ୍ୟନ୍ତ ଲାଗି ରହିବ। ତେଣୁ ତୁମେ ତୁମ ନିମନ୍ତେ ଯୁଦ୍ଧ ତ୍ୟାଗ କରିବା ସର୍ବଥା ଅନୁଚିତ। ପ୍ରଶ୍ନ ସମ୍ମାନନୀୟ ପୁରୁଷଙ୍କ ପାଇଁ ଅପକୀର୍ତ୍ତି ମରଣଠାରୁ ବଳି ଦୁଃଖଦାୟକ, ଏହି ବାକ୍ୟର ତାତ୍ପର୍ଯ୍ୟ କ'ଣ? ଉତ୍ତର ଏହି ବାକ୍ୟରେ ଭଗବାନ ଦେଖାଇଛନ୍ତି ଯଦି ତୁମେ ଅପକୀର୍ତ୍ତି ହେଲେ ଆମର କ'ଣ କ୍ଷତି ହୋଇଯିବ ବୋଲି କହିବ ତେବେ ସେପରି କହିବା ଆଦୌ ଠିକ୍ ହେବ ନାହିଁ। ଯେଉଁ ପୁରୁଷ ସଂସାରରେ ପ୍ରସିଦ୍ଧ ହୋଇଯାଆନ୍ତି, ଯାହାଙ୍କୁ ବହୁ ଲୋକ ଶ୍ରେଷ୍ଠ ବୋଲି ମାନନ୍ତି, ସେପରି ପୁରୁଷଙ୍କ ନିମନ୍ତେ ଅପକୀର୍ତ୍ତି ମରଣଠାରୁ ବି ବଳି ଦୁଃଖଦାୟକ ହୁଏ। ଅତଏବ ଯଦି ସେପରି ଅପକୀର୍ତ୍ତି ହେବ ତେବେ ତୁମେ ତାହା ସହିପାରିବ ନାହିଁ, କାରଣ ସଂସାରରେ ତୁମେ ବଡ଼ ଶୂରବୀର ଓ ଶ୍ରେଷ୍ଠ ପୁରୁଷ ବୋଲି ବିଖ୍ୟାତ ହୋଇଛ। ସ୍ୱର୍ଗଠାରୁ ପାତାଳ ପର୍ଯ୍ୟନ୍ତ ସବୁ ସ୍ଥାନରେ ତୁମର ପ୍ରତିଷ୍ଠା ରହିଛି। ମନ୍ତ୍ର ଭୟାଦ୍ରଣା ଦୁପରତଂ ମନ୍ସ୍ୟନ୍ତେ ତ୍ୱାଂ ମହାରଥାଃ ଯେଷାଂଚ ତ୍ୱଂ ବହୁମତୋ ଭୂତ୍ୱା ଦାସ୍ୟସି ଲାଘବମ୍। ଅର୍ଥାତ୍ ଏବଂ ଯେଉଁମାନଙ୍କ ଦୃଷ୍ଟିରେ ତୁମେ ବିଶେଷ ରୂପେ ସମ୍ମାନିତ ହୋଇସାରିଛ ସେମାନଙ୍କ ଦୃଷ୍ଟିରେ ବର୍ତ୍ତମାନ ହୀନ ହୋଇଯିବ। ସେହି ମହାରଥୀମାନେ ମନେ କରିବେ ଯେ ତୁମେ ଭୟଭୀତ ହୋଇ ଯୁଦ୍ଧରୁ ଓହରିଗଲ। ପ୍ରଶ୍ନ ଯେଉଁମାନଙ୍କ ଦୃଷ୍ଟିରେ ତୁମେ ବିଶେଷ ରୂପେ ସମ୍ମାନିତ ହୋଇସାରିଛ ସେମାନଙ୍କ ଦୃଷ୍ଟିରେ ବର୍ତ୍ତମାନ ହୀନ ହୋଇଯିବ, ଏହି ବାକ୍ୟର ଅଭିପ୍ରାୟ କ'ଣ? ଉତ୍ତର ଏହି ବାକ୍ୟରେ ଭଗବାନ କହୁଛନ୍ତି ଭୀଷ୍ମ, ଦ୍ରୋଣ, ଶଲ୍ୟ ଆଦି ତଥା ବିରାଟ, ଦ୍ରୁପଦ, ସାତ୍ୟକୀ ଏବଂ ଦୃଷ୍ଟଦ୍ୟୁମ୍ନ ଆଦି ମହାରଥୀଗଣ ଯେଉଁମାନେ କି ତୁମର ବହୁ ପ୍ରଶଂସା କରି ଆସିଛନ୍ତି, ତୁମକୁ ବଡ଼ ଶୂରବୀର, ମହାନ ଯୋଦ୍ଧା ଏବଂ ଧର୍ମାତ୍ମା ବୋଲି ମାନି ଆସିଛନ୍ତି, ଯୁଦ୍ଧ ତ୍ୟାଗ କରିଦେଲେ ତୁମେ ସେମାନଙ୍କ ଦୃଷ୍ଟିରେ ତଳେ ପଡ଼ିଯିବ। ସେମାନେ ତୁମକୁ କା ପୁରୁଷ ବୋଲି ଭାବିବେ। ପ୍ରଶ୍ନ ମହାରଥୀମାନେ ତୁମେ ଭୟଭୀତ ହୋଇ ଯୁଦ୍ଧ ତ୍ୟାଗ କରୁଛ ବୋଲି ମନେ କରିବେ, ଏହି ବାକ୍ୟର ତାତ୍ପର୍ଯ୍ୟ କ'ଣ? ଉତ୍ତର ଏହି ବାକ୍ୟରେ ଭଗବାନ ମହାରଥୀମାନଙ୍କ ଦୃଷ୍ଟିରେ ଅର୍ଜୁନଙ୍କ ପତନ ହେବାର ହିଁ ସ୍ପଷ୍ଟୀକରଣ କରିଛନ୍ତି। ଅଭିପ୍ରାୟ ହେଉଛି ସେହି ମହାରଥୀମାନେ କେବେ ହେଲେ ବୁଝିବେ ନାହିଁ ଯେ ଅର୍ଜୁନ ନିଜର ସ୍ୱଜନ ସମୁଦାୟଙ୍କ ଉପରେ ଦୟା କରି ବା ଯୁଦ୍ଧକୁ ପାପ ବୋଲି ବିଚାର କରି ଯୁଦ୍ଧ ପରିତ୍ୟାଗ କରିଛନ୍ତି। ସେମାନେ ନିଶ୍ଚୟ ବୁଝିବେ ଯେ ଅର୍ଜୁନ ଭୟଭୀତ ହୋଇ ହିଁ ନିଜର ଜୀବନ ବଞ୍ଚାଇବାକୁ ଯୁଦ୍ଧ ତ୍ୟାଗ କରୁଛନ୍ତି। ଏହି ପରିସ୍ଥିତିରେ ଯୁଦ୍ଧ ନ କରିବା ଅର୍ଜୁନଙ୍କ ପକ୍ଷରେ କୌଣସି ଦୃଷ୍ଟିରୁ ବି ଉଚିତ ନୁହେଁ। ମନ୍ତ୍ର ଅବାଚ୍ୟ ବାଦାଂଶ୍ଚ ବହୂନ୍ ବଦିଷ୍ୟନ୍ତି ତବାହିତାଃ ନିନ୍ଦନ୍ତସ୍ତବ ସାମର୍ଥ୍ୟଂ ତତୋ ଦୁଃଖତରଂ ନୁକିମ୍। ଅର୍ଥାତ୍ ତୁମର ଶତ୍ରୁମାନେ ତୁମ ସାମର୍ଥ୍ୟକୁ ନିନ୍ଦା କରି ତୁମକୁ ବହୁ ଅକଥ୍ୟ ବଚନ ମଧ୍ୟ କହିବେ, ତାଠାରୁ ବଳି ଦୁଃଖର ବିଷୟ ଆଉ କ'ଣ ହୋଇପାରେ? ପ୍ରଶ୍ନ 34 ଶ୍ଲୋକରେ ତ କହିଦେଇଥିଲେ ସକଳ ପ୍ରାଣୀ ତୁମର ନିନ୍ଦା କରିବେ, ପୁଣି ଏଠାରେ ତୁମର ଶତ୍ରୁମାନେ ତୁମର ସାମର୍ଥ୍ୟକୁ ନିନ୍ଦା କରି କରି ବହୁ ଅକଥ୍ୟ ବଚନ କହିବେ, କହିବାର ବିଶେଷତା କ'ଣ? ଉତ୍ତର 34 ଶ୍ଲୋକରେ ସର୍ବସାଧାରଣଙ୍କ ଦ୍ୱାରା ସର୍ବଦା କରାଯାଉଥିବା ନିନ୍ଦାର ବର୍ଣ୍ଣନା କରାଯାଇଛି, କିନ୍ତୁ ଏଠାରେ ଦୁର୍ଯ୍ୟୋଧନ ଆଦି ଶତ୍ରୁମାନଙ୍କ ଦ୍ୱାରା ମୁହଁ ଉପରେ କହିଦିଆଯିବା ନିନ୍ଦାଯୁକ୍ତ କୁବାକ୍ୟ ତଥା କୁହାଯାଇଛି।
ପ୍ରଥମୋକ୍ତ ନିନ୍ଦା ତ କେବଳ ସମ୍ମାନନୀୟ ପୁରୁଷମାନଙ୍କ ପାଇଁ ଅଧିକ ଦୁଃଖଦାୟୀ ହୁଏ, ସମସ୍ତଙ୍କ ପାଇଁ ନୁହେଁ। କିନ୍ତୁ ନିଜ ମୁହଁ ଉପରେ ଶତ୍ରୁମାନଙ୍କର ଦୁର୍ବଚନ ଶୁଣିଲେ ସାଧାରଣ ଲୋକର ମଧ୍ୟ ଭୟଙ୍କର ଦୁଃଖ ହୁଏ। ତେଣୁ ଭଗବାନ କହୁଛନ୍ତି କେବଳ ଜଗତରେ ହିଁ ଯେ ତୁମର ନିନ୍ଦା ହେବ ଏବଂ ଯେଉଁମାନେ ତୁମକୁ ଏତେ ବଡ଼ ଶୂରବୀର ବୋଲି ମାନୁଥିଲେ କେବଳ ସେମାନେ ହିଁ ଯେ ତୁମକୁ କାପୁରୁଷ ବୋଲି କହିବେ ତାହା ନୁହେଁ। ତୁମର ଅମଙ୍ଗଳ କାମନା କରୁଥିବା, ତୁମର କ୍ଷତିରେ ଯେଉଁମାନଙ୍କ ମୁଖରେ ହସ ଫୁଟେ ସେହି ଦୁର୍ଯ୍ୟୋଧନ ଆଦି ଶତ୍ରୁମାନେ ବି ତୁମର ବଳ, ପରାକ୍ରମ ଓ ଯୁଦ୍ଧ କୌଶଳ ଆଦିର ନିନ୍ଦା କରି ତୁମ ଉପରେ ନାନା ପ୍ରକାର ଅସହ୍ୟ ବାକ୍ୟବାଣ ବର୍ଷା କରିବେ। କହିବେ, ଅର୍ଜୁନଟା କେତେ ଦିନର ବୀର ହେ, ସେ ତ ଜନ୍ମରୁ ହିଁ ନପୁଂସକ, ତାର ପୌରୁଷକୁ, ତାର ଗାଣ୍ଡିବକୁ, ଧନୁକୁ ଧିକ୍। ପ୍ରଶ୍ନ, ତାଠାରୁ ବଳି ଅଧିକ ଦୁଃଖ ଆଉ କ'ଣ ହେବ? ଏହି ବାକ୍ୟର ଅଭିପ୍ରାୟ କ'ଣ? ଉତ୍ତର, ଏହାଦ୍ୱାରା ଭଗବାନ ଉପରୋକ୍ତ ଘଟଣାର ପରିଣାମକୁ ଅତ୍ୟନ୍ତ ଦୁଃଖମୟ ବୋଲି ସିଦ୍ଧ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଏହାଠାରୁ ବଳି ବଡ଼ ଦୁଃଖ ତୁମ ପାଇଁ ଆଉ କ'ଣ ହୋଇପାରେ? ତେଣୁ ବର୍ତ୍ତମାନ ତୁମେ ଯେଉଁ ଯୁଦ୍ଧ ତ୍ୟାଗକୁ ସୁଖ ବୋଲି ମନେ କରୁଛ ଏବଂ ଯୁଦ୍ଧ କରିବାକୁ ଦୁଃଖ ବୋଲି ମନେ କରୁଛ ତାହା ତୁମର ଭୁଲ। ଯୁଦ୍ଧ ତ୍ୟାଗ କରିବା ହିଁ ତୁମ ପକ୍ଷରେ ସବୁଠାରୁ ବଡ଼ ଦୁଃଖ ହେବ। ସମ୍ବନ୍ଧ, ଉପରୋକ୍ତ ବିବିଧ କାରଣ ଦେଖାଇ ଯୁଦ୍ଧ ନ କଲେ ଅନେକ ପ୍ରକାର କ୍ଷତି ହେବାର ବର୍ଣ୍ଣନା କରିବା ପରେ ଭଗବାନ ବର୍ତ୍ତମାନ ଯୁଦ୍ଧ କଲେ ଉଭୟ ଦିଗରୁ ଲାଭ ହେବାର ଦେଖାଇ ଅର୍ଜୁନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆଜ୍ଞା ଦେଉଛନ୍ତି। ପରବର୍ତ୍ତୀ ଶ୍ଲୋକମାନଙ୍କରେ ଆମେ ଜାଣିବା।